ଆଜି ବି ସମସ୍ତେ ମନେ ପକାନ୍ତି ବାପାଙ୍କର ସେଇ ରେଡ଼ିଓ କଥା। ରେଡ଼ିଓରେ ନ୍ୟୁଜ୍ ଶୁଣି ଶୁଣି ବାପା ଖାଇବାକୁ ବସୁଥିଲେ। ବଡ଼ି ଭୋରରୁ ଚଣ୍ଡୀପାଠ ଶୁଣିବାକୁ ଘରର ସମସ୍ତଙ୍କୁ ଉଠେଇ ଦିଅନ୍ତି ସେ। ସାନ ଭଉଣୀ ମୁହଁଟାକୁ ଉଷୁନା ହାଣ୍ଡି ପରି କରି ଉଠି ବସେ। ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ପୁଣି ଶୋଇଯାଏ। ବାପା ଖବର ଶୁଣନ୍ତି। ଆକାଶବାଣୀ ଖବର ପଢ଼ୁଛନ୍ତି ଯତୀନ ଦାସ। ବୋଉର ଭକ୍ତି ଗୀତ ଶୁଣେ। କିଏ ଚୈତି ଜହ୍ନ, କିଏ ଯୁବବାଣୀ ତ, କିଏ ଘର ଘରଣୀ, ଏମିତି କେତେ କ'ଣ। ବାପାଙ୍କ ରେଡ଼ିଓଟି ତାଙ୍କ ଶୋଇବା ଘରର ଆଲମାରୀ ଉପରେ ଥାଏ। ଏତେ ଉପରକୁ ଆମ ହାତ ପାଏନି। ରାତି 10ଟା ବାଜିଲେ ରେଡ଼ିଓରୁ ଅନୁରୋଧର ଓଡ଼ିଆ ସିନେମା ଗୀତ ବାଜେ। ବାପା ଖାଇକି ଶୋଇଗଲା ପରେ ଆମେ ଥିରି ଥିରି ଖଟରେ ଚଢ଼ି ଆଲମାରୀ ଉପରୁ ରେଡ଼ିଓଟି ନେଇ ଆସୁ। ବାରିପଟେ ବସି ଅନୁରୋଧ ଗୀତ, କେବେ ନାଟକ ଶୁଣୁ। ବେଳେ ବେଳେ ବାପା ଖୁସି ଥିଲେ ନିଜେ ଆସି ରେଡ଼ିଓଟି ଦେଇଯାଆନ୍ତି। କହନ୍ତି, ନିଅ କ'ଣ ଗୀତ ନାଟକ ଶୁଣିବ ପରା, ଶୁଣ। ସନ୍ଧ୍ୟା ହେଲେ ଗାଁରେ ସମସ୍ତେ ଏକାଠି ହୋଇ ରେଡ଼ିଓ ଶୁଣନ୍ତି। କୃଷି ଦର୍ଶନ, ଚୈତି ଜହ୍ନ। ବାପା ବେଳେ ବେଳେ ଖୁସି ହେଲେ ରେଡ଼ିଓ ଶୁଣି ଗୀତ ବୋଲନ୍ତି। ହେ ରଥି ତେଣ୍ଡକା ଡରେଇସି, ତେଣ୍ଡକା ମେଣ୍ଡକା ନାଇରେ ସାଙ୍ଗ ମୁଇଁ ସେ ଡରାଇଲି। କାନ୍ଦୁଲ ଖାଇଲା ଗାଏ, ପିଣ୍ଡାରେ ବସରେ ଭାଇ, ବନକେ ନଜାରେ ରାମ ତେଣ୍ଡକା ଡରେଇସି। ସମସ୍ତେ ହୋ ହୋ ହୋଇ ହସି ଉଠନ୍ତି। ତାପରେ ଘରକୁ ଟେପ୍ ରେକର୍ଡ଼ ଆସିଲା। ପରେ ପରେ ଟେଲିଭିଜନ, ଆଉ ବର୍ତ୍ତମାନ ସ୍ମାର୍ଟଫୋନ୍। ସେଥିରେ ପୁଣି ଇଣ୍ଟରନେଟ୍, ଟିଣ୍ଡର, ଡିଙ୍ଗଡଙ୍ଗ, ହ୍ୱାଟ୍ସଆପ୍, ଫେସବୁକ୍, ଏମିତି କେତେ କ'ଣ। ତଥାପି ବାପାଙ୍କର ସେଇ ପୁରୁଣା ରେଡ଼ିଓ କଥା ଟିକେ ନିଆରା। ପୁରୁଣା ରେଡ଼ିଓ କଥା ଟିକେ ନିଆରା। ସେ ପରା ପୁରୁଣା ରେଡ଼ିଓ। ଧନ୍ୟବାଦ।